राउरकोठारू 90 किलोमीटर आसिले सिहिड़िया ग्राम। ଏହି ଗାଁର ନାଳଘାଟି ପର୍ବତ ଉପରେ ପୂଜା ପାଉଛନ୍ତି ବାବା ପଶୁପତିନାଥ। ନାଳଘାଟି ପର୍ବତର ମହିମା ଅତୀବ ଚମତ୍କାର। ସେଠାରେ ବାବା ପଶୁପତି ବିରାଜିତ। ଏହି ମନ୍ଦିରକୁ ଜିଲ୍ଲା ଓ ରାଜ୍ୟ ବାହାରୁ ଭକ୍ତମାନେ ଆସି ବାବାଙ୍କୁ ଦର୍ଶନ କରି ମାନସିକ ରଖିଥାନ୍ତି। ଏହି ଶୈବପୀଠଟି ପର୍ବତ ଶୀର୍ଷରେ ବେଲ ଅରଣ୍ୟ ଓ ପଥର ଗୁମ୍ଫା ମଧ୍ୟରେ ଅବସ୍ଥିତ। ଏହି ଅରଣ୍ୟରେ ବାଘ, ହାତୀ, ଭାଲୁ ଆଦି ଅନେକ ହିଂସ୍ର ଜୀବଜନ୍ତୁ ବାସ କରନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ଗ୍ରାମରେ ବଣୁଆ ହାତୀମାନେ ଅନେକ ଫସଲ ନଷ୍ଟ କରୁଥିଲେ। ହିଂସ୍ର ଜୀବଜନ୍ତୁମାନେ ଗ୍ରାମବାସୀଙ୍କୁ ଆକ୍ରମଣ କରୁଥିଲେ। କିନ୍ତୁ ଯେବେଠାରୁ ଏହି ଲିଙ୍ଗ ସ୍ଥାପନ କରି ପୂଜା କରାଗଲା, ସେହିଦିନଠାରୁ ସମସ୍ତ ଜୀବଜନ୍ତୁଙ୍କର ଦୌରାତ୍ମ୍ୟ କମିଗଲା। ମଝିରେ ମଝିରେ ଜନ୍ତୁଗୁଡ଼ିକ ମନ୍ଦିର ପରିସର ମଧ୍ୟରେ ବୁଲାବୁଲି କରି କାହାରିକୁ କିଛି କ୍ଷତି ନ କରି ଅରଣ୍ୟ ମଧ୍ୟକୁ ଚାଲିଯାଆନ୍ତି। ସବୁ ସମୟରେ କିଛି ମୟୂର ତା ସହ ମାଙ୍କଡ଼ ମନ୍ଦିର ପରିସର ମଧ୍ୟରେ ବୁଲୁଥାନ୍ତି। ଏହି ମନ୍ଦିରରେ ଶ୍ରାବଣ ମାସରେ ମକର ସଂକ୍ରାନ୍ତିରେ ଓ ମହାଶିବରାତ୍ରିରେ ଶହ ଶହ ଲୋକମାନଙ୍କର ସମାଗମ ହୁଏ। ଏହି ସମୟରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ଭକ୍ତମାନଙ୍କୁ ଅନ୍ନଭୋଗ ପ୍ରଦାନ କରାଯାଇଥାଏ। ଏଠାରେ ପଶୁପତିଙ୍କର ଏତେ ମହିମା ଯେ ମନ୍ଦିର ପରିସର ସମ୍ପୂର୍ଣ୍ଣ ଜଙ୍ଗଲ ଭିତରେ। ଏହି ଜଙ୍ଗଲରେ ଅନେକ ବିଷାକ୍ତ ସରୀସୃପ ରହିଥିଲେ ମଧ୍ୟ ମନ୍ଦିର ପରିସରରେ ମାଟି ଉପରେ ଭକ୍ତମାନେ ଶୋଇପଡ଼ିଲେ ମଧ୍ୟ ପିମ୍ପୁଡ଼ିଟିଏ ବି କାମୁଡ଼େ ନାହିଁ। ଇଂରାଜୀ ନବବର୍ଷ ଏବଂ ଶୀତ ଋତୁରେ ଅନେକ ପର୍ଯ୍ୟଟକ ନାଲଘାଟି ପାଦଦେଶରେ ଥିବା ବିରାଟ ପୁଷ୍କରିଣୀରେ ଚତୁଃପାର୍ଶ୍ୱରେ ବଣଭୋଜି କରିଥାନ୍ତି। ଇଏ ହେଲା ବାବା ପଶୁପତିନାଥଙ୍କର ମନ୍ଦିର। ଆଉ ଏଇ ଆମ ପଶୁପତି ମନ୍ଦିର ବହୁତ ଦିନ ହେଲାଣି ଆମର ବାବା ଆମର ଏଇ ନାଳଘଟିର ଶୀର୍ଷ ଦେଶରେ ଯେଉଁ ବେଲବଣ ରହିଛି, ଏ ବେଲବଣରେ ବିଦ୍ୟମାନ କରିଛନ୍ତି। ଆଉ ତାଙ୍କର ଏଇ ଜାଗାରେ ବିଭିନ୍ନ ପ୍ରକାର ପର୍ବପର୍ବାଣି ବର୍ଷ ସାରା ଆମର ବିଶେଷ କରି ଶ୍ରାବଣ ସୋମବାର 5ଟା ଶ୍ରାବଣ ସୋମବାର 4ଟା ଏବଂ ତା ସହିତ ବିଭିନ୍ନ ପ୍ରକାର ସଂକ୍ରାନ୍ତି ପର୍ବ ଏବଂ ବିଶେଷ କରି ଶିବରାତ୍ରି ପର୍ବ ମହା ଆଡ଼ମ୍ବରରେ ପାଳିତ ହୁଏ। ଏଠାରେ ସବୁ ସଂକ୍ରାନ୍ତି ପର୍ବ ଏବଂ ଅନ୍ୟାନ୍ୟ ଆମର ଯେଉଁ ରହୁଛି ବୋଲବମ୍ ସମୟରେ ଭକ୍ତମାନଙ୍କ ପାଇଁ ପ୍ରସାଦ ଏବଂ ଭଜନ କୀର୍ତ୍ତନର ବ୍ୟବସ୍ଥା ହୁଏ। ତା ସହିତ ଏଇ ଯେଉଁ ଶିବରାତ୍ରି ପର୍ବ ଆଜି ଚାଲୁ ରହୁଛି, এই ଶିବରାତ୍ରି ପର୍ବରେ ଆମର ଏଠି ହୋମ ଯଜ୍ଞ ତା ସହିତ ଭଜନ କୀର୍ତ୍ତନ ଚାଲୁ ରହିଛି। ପ୍ରସାଦର ବ୍ୟବସ୍ଥା କରାହେଇଛି ଏବଂ ଏଠି ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ଅଞ୍ଚଳରୁ ଆମର ଏଠି ପ୍ରାୟ 25-30 କିଲୋମିଟର ଅଞ୍ଚଳରୁ ପ୍ରାୟ ଆସି ମିଡ଼ିଆ ମାଧ୍ୟମରେ ସରକାରକୁ ଅନୁରୋଧ କରୁଛୁ କି ଯଦି ଏଇ ଜାଗାରେ ଆମର ମେଡ଼ିସିନାଲ ଗାର୍ଡ଼େନ, ୱାଚ୍ ଟାୱାର, ବୋଟିଂ କମ୍ପ୍ଲେକ୍ସ, ଗୋଟେ ଛୋଟ ମ୍ୟୁଜିୟମ୍ ଏବଂ ରୁରାଲ ପାର୍କ, ଫିଟନେସ୍ ପାର୍କ, ତା ସହିତ ଗୋଟେ ସାଇନ୍ସ ପାର୍କ ଆଉ ଆମର ବୋଟିଂ କମ୍ପ୍ଲେକ୍ସ ଏସବୁର ଯଦି ବ୍ୟବସ୍ଥା କରାଯାଆନ୍ତା, ତାହେଲେ ଏଇ ଜାଗାରେ ଯେ ଗୋଟେ ଭଲ ଟୁରିଜିମ୍ ପ୍ଲେସ୍ ହେଇକି ଲୋକଙ୍କର ଗୋଟେ ମନୋରଞ୍ଜନର ଗୋଟେ କେନ୍ଦ୍ରବିନ୍ଦୁ ହୁଅନ୍ତା, ଏଠାରେ ସନ୍ଦେହ ନାହିଁ। ତେଣୁ ଆଶା କରୁଛୁ ଯେ ସରକାର ନିଶ୍ଚିତ ଭାବରେ ଏହା ଉପରେ ପଦକ୍ଷେପ ନେବେ ଏବଂ ଏହି ଜାଗାକୁ ଆଗାମୀ ଦିନରେ ଗୋଟେ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ। ବ୍ୟୁରୋ ରିପୋର୍ଟ, ଜିଓଭା ନ୍ୟୁଜ୍।